ଲେବି ପୁସ୍ତକ ଏକ ପର୍ବ। ଅନନ୍ତର ସଦାପ୍ରଭୁ ସମାଗମ ତମ୍ବୁକୁ ମୋସାଙ୍କୁ ଡାକି କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ବୋଲ ଓ ସେମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପୋଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ। ସେ ଯେବେ ଗୋଠରୁ ହୋମାର୍ଥକ ବଳି ଦିଏ, ତେବେ ନିଖୁନ୍ତ ପୁଁ ପଶୁ ନେବ। ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବା ନିମନ୍ତେ ସମାଗମ ତମ୍ବୁ ଦ୍ୱାର ନିକଟକୁ ତାହା ଆଣିବ। ପୁଣି ସେ ହୋମ ବଳିର ମସ୍ତକରେ ଆପଣା ହସ୍ତର ନିର୍ଭର ଦେବ। ତହିଁରେ ସେ ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ। ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେଇ ଗୋବତ୍ସକୁ ବଧ କରିବ। ଆଉ ହାରଣଙ୍କର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ ତମ୍ବୁର ଦ୍ୱାର ସମୀପସ୍ଥ ବେଦୀ ଉପରେ ଚାରିଆଡ଼େ ଛିଞ୍ଚିବେ। ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ। ଅନନ୍ତର ହାରଣ ଯାଜକର ପୁତ୍ରଗଣ ସେ ବେଦୀ ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ। ପୁଣି ହାରଣର ପୁତ୍ର ଯାଜକମାନେ ବେଦୀ ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେ ଖଣ୍ଡ ସକଳ ମସ୍ତକ ଓ ବସା ରଖିବେ। ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ। ତହୁଁ ଯାଜକ ବେଦୀ ଉପରେ ତାହା ସବୁ ଦଗ୍ଧ କରିବ। ତାହା ହୋମବଳି ଅର୍ଥାତ୍ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଆଉ ଯେବେ ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଁ ପଶୁ ଘେନି ବେଦୀ ପାର୍ଶ୍ୱରେ ଉତ୍ତର ଦିଗରେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ବଧ କରିବ। ତେଣୁ ହାରଣର ପୁତ୍ର ଯାଜକଗଣ ବେଦୀ ଉପର ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ। ଆଉ ସେ ତାହାର ମସ୍ତକ ଓ ବସା ସହିତ ତାକୁ ଖଣ୍ଡ ଖଣ୍ଡ କରିବ। ତହିଁରେ ଯାଜକ ବେଦୀ ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ। ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ। ତେଣୁ ଯାଜକ ସେ ସମସ୍ତ ଉତ୍ସର୍ଗ କରି ବେଦୀ ଉପରେ ଦଗ୍ଧ କରିବ। ତାହା ହୋମବଳି ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ। ଆଉ ଯେବେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀଗଣ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ ଘୁଘୁ ଅବା କାପ୍ତା ଛୁଆ ମଧ୍ୟରୁ ତାହା ନେବ। ତେଣୁ ଯାଜକ ତାହା ବେଦୀ ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦୀ ଉପରେ ଦଗ୍ଧ କରିବ। ଆଉ ତାହାର ରକ୍ତ ବେଦୀ ପାର୍ଶ୍ୱରେ ନିଗାଡ଼ିବ। ଅନନ୍ତର ସେ ତାହାର ମଳ ସହିତ ଗଳା ଥଳି ଘେନି ବେଦୀର ପୂର୍ବ ପାର୍ଶ୍ୱସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। ଆଉ ପକ୍ଷମୂଳ ଚିରିବ, ମାତ୍ର 2 ଖଣ୍ଡ କରିବ ନାହିଁ। ପୁଣି ଯାଜକ ବେଦୀ ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ। ତହିଁରେ ସା ହୋମବଳି ଅର୍ଥାତ୍ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।